ଯଦି ଆପଣ ଅନ୍ୟ ବିରୁଦ୍ଧରେ କଥା ହୁଅନ୍ତି, ଅନ୍ୟ ବିରୁଦ୍ଧରେ ବଚସା କରନ୍ତି, ଅନ୍ୟର ସମାଲୋଚନା କରନ୍ତି, ଅନ୍ୟକୁ ଦୋଷାରୋପ କରନ୍ତି, ନିନ୍ଦା କରନ୍ତି, ତେବେ ଆପଣ କ୍ଷମା କରିବାରେ ଅକ୍ଷମ ଅଟନ୍ତି। ଆପଣଙ୍କ ପାଖରେ ଈଶ୍ୱରଙ୍କ ସ୍ୱଭାବ ନାହିଁ, ଈଶ୍ୱରଙ୍କ ପ୍ରକୃତି ନାହିଁ, ଈଶ୍ୱରତ୍ୱ ନାହିଁ, ଆତ୍ମିକତା ନାହିଁ, ମାନବିକତା ନାହିଁ, ନୈତିକତା ବି ନାହିଁ। ତେଣୁ ଆପଣ ଏସବୁ କରି କ'ଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ପ୍ରାର୍ଥନା କଲେ ସେ କ'ଣ ଶୁଣିବେ? ସେ ତ କହନ୍ତି, ମାର୍କ ସୁସମାଚାର 11:24-25 କହନ୍ତି ଯେ ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କରିବାକୁ ଠିଆ ହେଲା ବେଳେ କାହାରି ବିରୁଦ୍ଧରେ କୌଣସି କଥା ଥିଲେ ଏକ କୁଆରେକ କ୍ଷମା କରିବ, ଆଉ ତାପରେ ପ୍ରାର୍ଥନା କରିବ। ଆଉ କ୍ଷମା ନ କରି ଯଦି ଆପଣ ପ୍ରାର୍ଥନା କରନ୍ତି, ତେବେ ଈଶ୍ୱର ଆପଣଙ୍କୁ ମଧ୍ୟ କ୍ଷମା କରିବେନି ଆଉ ଆପଣଙ୍କ ପ୍ରାର୍ଥନା ଶୁଣିବେନି। ଆହୁରି ମାଥ୍ୟୁ 5:23 ପ୍ରଭୁ ଯୀଶୁ କହନ୍ତି, ଯଦି ନୈବେଦ୍ୟ ଆଣିବା ସମୟରେ ତୁମ ଭାଇ ବା ଭଉଣୀ ବିରୁଦ୍ଧରେ କୌଣସି କଥା ଥିଲେ ମନେ ପଡ଼େ, ତେବେ ନୈବେଦ୍ୟ ସେଇଠି ଥୋଇ ଦିଅନ୍ତୁ ଆଉ ଯାଇ ଆପଣଙ୍କ ଭାଇ କିମ୍ବା ଭଉଣୀ ସହିତ ମିଳିତ ହୁଅନ୍ତୁ, ରିକାଉନ୍ସିଲେସନ୍ ହୁଅନ୍ତୁ, କ୍ଷମା ମାଗନ୍ତୁ, ତା ଅର୍ଥ କ୍ଷମା ମାଗନ୍ତୁ, କ୍ଷମା ଦିଅନ୍ତୁ, ତାପରେ ଆସି ତୁମର ବଳି ଉତ୍ସର୍ଗ କର, ଏମିତି ସିଏ କହିଲେ। ତେଣୁ ଏସବୁ ଆଜିକାଲି ଦେଖାଯାଉନି। ତେଣୁ ଆଜିକାଲିର ଗୋଟେ ଖ୍ରୀଷ୍ଟିଆନ ମାନେ ପରମ ଶୈତାନ କହିଲେ ଭୁଲ ହେବନି। ସେମାନେ ଶୈତାନର ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ତେଣୁ କ୍ଷମା କରିବାରେ ଅକ୍ଷମ ଅଟନ୍ତି। ତେଣୁ ସେମାନଙ୍କୁ ଶୈତାନର ସନ୍ତାନ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏଇ ଲୋକମାନେ ଯିଏ ଅଛନ୍ତି ନା, ଏମାନଙ୍କଠାରୁ ସାବଧାନ ହୁଅନ୍ତୁ। ଯିଏ ଅନ୍ୟକୁ କ୍ଷମା କରେନି ବା ଯିଏ ଅନ୍ୟକୁ କ୍ଷମା ମାଗେ, ଯଦି ଭୁଲ କରିଛନ୍ତି କ୍ଷମା ମାଗନ୍ତୁ। ଯଦି ସିଏ ଆପଣଙ୍କ ବିରୁଦ୍ଧରେ ଭୁଲ କରିଛି, ତେବେ କ୍ଷମା ଦିଅନ୍ତୁ। ଦେଖିବେ ଈଶ୍ୱରୀୟ ଚମତ୍କାର ଆଉ ଏହାର ଏଫେକ୍ଟ। ଯାହା ହେଉ ଆପଣ ବିଚାର କରନ୍ତୁ, ଆପଣ କ୍ଷମା ଦେବେ ନା ନାହିଁ, ସେଇଟା ଆପଣଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ବାଇବଲ ଆମକୁ କ୍ଷମା ଦେବା ପାଇଁ ଆଦେଶ, ପରାମର୍ଶ, ଚେତନା ଆଉ ଆଜ୍ଞା ପ୍ରଦାନ କରେ। ତେଣୁ ସତର୍କ ହୁଅନ୍ତୁ।